ବୈପାରିଗୁଡ଼ା ଷୋହଳଖଣ୍ଡ ଗୋପାଳ ସମାଜର ଶୋକ ସଭା ଅନୁଷ୍ଠିତ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଷୋହଳଖଣ୍ଡ ଗୋପାଳ ସମାଜର ସଭାପତି ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଗୋପାଳ ସମାଜର ଜାତିପ୍ରେମୀ ଆଧ୍ୟାତ୍ମିକବାଦୀ ସମାଜସେବୀ ନିଷ୍ଠାବର୍ତ୍ତୀ ଆଦର୍ଶ ଗୃହିଣୀ ଭାବେ ପରିଚିତ ସ୍ୱର୍ଗତ ରମାଦେବୀ ନାୟକଙ୍କର ବିୟୋଗରେ ଓ ବୈପାରିଗୁଡ଼ା ନିବାସୀ ସ୍ୱର୍ଗତ ସୁଶାନ୍ତ ଗୌଡ଼ଙ୍କ ବିୟୋଗରେ ଗୋପାଳ ସମାଜରେ ଦୁଃଖର ଛାୟା ଖେଳିଯାଇଥିଲା। ସ୍ୱର୍ଗତ ଗୌଡ଼ ମଧ୍ୟ ସମାଜର ସକ୍ରିୟ ସହଯୋଗୀ ସଭ୍ୟ ଭାବେ ଖ୍ୟାତି ଅର୍ଜନ କରିଥିଲେ। ଏହି ଶୋକ ସଭାରେ ଉଭୟଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରାଯାଇଥିଲା। ଉକ୍ତ ଶୋକ ସଭାରେ ନଗର ସଭାପତି ଭାସ୍କର ଗୌଡ଼, ସମ୍ପାଦକ ରବିନାରାୟଣ ଗୌଡ଼, ରାଜେନ୍ଦ୍ର ଗୌଡ଼, ନାରାୟଣ ଗୌଡ଼, କୋଷାଧ୍ୟକ୍ଷ ଦିଲ୍ଲୀପ ଗୌଡ଼ ମଧ୍ୟ ଏବଂ ମଧୁ ଗୌଡ଼, ପଞ୍ଚାନନ ଗୌଡ଼, ରାମଚନ୍ଦ୍ର ମହାକୁଡ଼ ଏପରି ଅନେକ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ଉପସ୍ଥିତ ରହିଥିଲେ। ଶେଷରେ ଶ୍ରୀନିବାସ ପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।